ପ୍ରେମ ହେଇଗଲା। ପ୍ରେମ ହେଇଗଲା କାହାଣୀଟିର ନବମ ଭାଗ। ଯେତେବେଳେ ଲିଜା ପୂଜାକୁ ପ୍ରକାଶ ସହ ଯିବା ପାଇଁ କହିଲା, ପୂଜା କହିଲା, ଲିଜା ଶୁଣ ତ, ସରସ୍ୱତୀ ପୂଜାରେ ସାଗର ଆସୁଛି। ଲିଜା କହିଲା, ବହୁତ ଭଲ କଥାଟି କହିଲୁ ତୁ। ଆଉ ଜାଣିଛୁ, ମୋତେ ଗୋଟେ ଚିଠି ବି ଲେଖିଛି। ଲିଜା କହିଲା, ତୁ ତାକୁ ବହୁତ ଭଲ ପାଉ। ସେ ବି ତୋତେ ସେତିକି ଭଲ ପାଏ ତ? ପୂଜା କହିଲା, ହଁ, ସିଏ ବି ମୋତେ ମୋ ଠାରୁ ବି ଅଧିକ ଭଲ ପାଏ। ପୂଜା ଓ ଲିଜା ଏଇସବୁ କଥା ହେବା ସମୟରେ ପ୍ରକାଶ ଦୁଆରୁ ସବୁ କଥା ଶୁଣି ଦିଏ। ପ୍ରକାଶର ମନ ଭାଙ୍ଗିଯାଏ। ତଥାପି ସେ ପୂଜାକୁ ଜଗିଥାଏ ଯେ ତାକୁ ତା ଘରେ ଛାଡ଼ିଦେବ। ପୂଜା ଓ ଲିଜା ଘରୁ ବାହାରନ୍ତି। ସେହି ସମୟରେ ପୂଜା ପ୍ରକାଶକୁ ଦେଖେ ଯେ ସେ ତାକୁ ଜଗିଛି। ପୂଜା ପ୍ରକାଶକୁ ପଚାରେ, ପ୍ରକାଶ, ତୁ ଏପର୍ଯ୍ୟନ୍ତ ଯାଇନାହୁଁ? ପ୍ରକାଶ କହେ, ତୋତେ ଜଗିଛି। ଏକୁଟିଆ କିଭଳି ଘରକୁ ଯିବୁ? ସଞ୍ଜ ହେଲାଣି, ଚାଲ, ତୋତେ ତମ ଘରେ ଛାଡ଼ିଦେବି। ପୂଜା ବି ପ୍ରକାଶକୁ କହେ, ଚାଲ। ଲିଜା ବାଇ କହି ଘର ଭିତରକୁ ଚାଲିଯାଏ। ପୂଜା ଓ ପ୍ରକାଶ ରାସ୍ତାରେ ଚାଲି ଚାଲି ଯାଉଥାନ୍ତି। କେହି କାହା ସହ କଥା ହେଉନଥାନ୍ତି। ସେହି ସମୟରେ ପୂଜାର ବହିଟି ପୂଜା ହାତରୁ ଖସିଯାଏ। ପ୍ରକାଶ ଦେଖେ ପୂଜାର ବହିଟି ରାସ୍ତାରେ ପଡ଼ିଗଲା। ତେଣୁ ସେ ଉଠାଉଥିବା ସମୟରେ ପୂଜା ବି ବହିଟି ଉଠାଇବାକୁ ଲାଗିଲା। ସେହି ସମୟରେ ସେମାନଙ୍କ ପରସ୍ପରକୁ ଦେଖାଦେଖି ହେଉଥାନ୍ତି। ତାପରେ ଗୋଟେ ଗାଡ଼ିର ହର୍ଣ୍ଣ ସେମାନଙ୍କୁ ରାସ୍ତାରୁ ହଟିବା ପାଇଁ କହିଲା। ପ୍ରକାଶ ପୂଜାର ହାତ ଧରି ରାସ୍ତା ସାଇଡ଼କୁ ନେଇଗଲା। ପୂଜାକୁ କିଛି ଭଲ ଲାଗିଲାନି। ସେ ପ୍ରକାଶକୁ କିଛି ନ କହି ଆଗକୁ ଆଗକୁ ଚାଲିଥାଏ। ପ୍ରକାଶ ପୂଜାକୁ ଡାକିଲା, ପୂଜା, ଏତେ ଜଲ୍ଦି ଜଲ୍ଦି ଚାଲୁଛୁ? ଟିକେ ଧୀରେ ଚାଲ। ଦେଖୁନୁ କେତେ ଗାଡ଼ି ଆସୁଛି। ପୂଜା କହିଲା, ମୋତେ ଡେରି ହେଉଛି। ପୂଜା ଓ ପ୍ରକାଶ ପୂଜା ଘରେ ପହଞ୍ଚିଲେ। ପ୍ରକାଶ ପୂଜାକୁ ଦେଖୁଥାଏ। ପୂଜା ପ୍ରକାଶକୁ କିଛି ନ କହି ଘରକୁ ଚାଲିଯାଏ। 2 ଦିନ ପରେ ସରସ୍ୱତୀ ପୂଜା ଆରମ୍ଭ ହେଲା। ପୂଜା, ଲିଜା ଓ ପ୍ରକାଶ ସରସ୍ୱତୀ ପୂଜାର ସାଜସଜ୍ଜାରେ ଲାଗିଥାନ୍ତି। ପୂଜା ସାଗର କଥା ଭାବୁଥାଏ। ତାର ମନ ସାଗର ଆଡ଼େ ଥାଏ। ତେଣୁ ସାଜସଜ୍ଜାରେ ନଥାଏ। ଲିଜା ପୂଜାକୁ କହେ, ପୂଜା, ଫୁଲଗୁଡ଼ା ପ୍ୟାଣ୍ଡେଲ ପାଖକୁ ଆଣ ତ। ପୂଜା ଫୁଲ ନେଇ ଗଲାବେଳକୁ ତାର ଧକ୍କା ପ୍ରକାଶ ସହ ହୋଇଗଲା ଓ ପ୍ରକାଶ ପୂଜାକୁ ଧରିନେଲା। ମନ ଚୋରି ହୁଏ ବୋଲି କାହାଣୀରେ ଶୁଣିଥିଲି। ତତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି। ତୋ ପରି ଝିଅଟିଏ ସପନରେ ଦେଖିଥିଲି। କେବେ ପୁଣି ଦେଖା ହେବ ମନେ ମନେ ଖୋଜୁଥିଲି। ଆଖି ସାଥେ ଆଖି ହେଲା ଏକାଠି। ପାରିଲିନି ଆଉ ଲେଉଟି ଲେଉଟି। ପାରିଲିନି ଆଉ ଲେଉଟି ଲେଉଟି। ଏହି ସମୟରେ ସାଗର ପହଞ୍ଚିଲା। ସାଗର ଲିଜାକୁ ପଚାରିଲା, ଲିଜା, ପୂଜା କାହିଁ? ସାଗରର ଆୱାଜ ପୂଜାର କାନରେ ପଡ଼ିଲା। ପୂଜା ପ୍ରକାଶକୁ ଠେଲିଦେଲା ଓ ପଛପଟେ ସାଗରକୁ ଦେଖି ବହୁତ ଖୁସି ହେଲା। ସାଗର ଓ ପୂଜା ଦେଖାଦେଖି ହେବା ସମୟରେ ଶିବମ ଆସିଗଲା। ଶିବମ ପୂଜାକୁ ଡାକିଲା ବେଳକୁ ପ୍ରକାଶ ଶିବମକୁ ଡାକିନେଲା। କାରଣ ପ୍ରକାଶ ଜାଣିଥିଲା ପୂଜା ସାଗରକୁ ଭଲ ପାଏ। ତେଣୁ ପ୍ରକାଶ ଶିବମକୁ ଡାକି କଥା ହେବା ସମୟରେ ପୂଜା ସାଗରକୁ ନେଇ ଗୋଟେ ସାଇଡ଼କୁ ଚାଲିଗଲା। ପୂଜା ରାଗି କରି ସାଗରକୁ କହୁଥାଏ, ଏତେ ଡେରି କ'ଣ ପାଇଁ ହେଲା? ଜାଣିଛୁ, ମୁଁ ତୋତେ କେତେବେଳୁ ଖୋଜୁଛି। ସାଗର କହିଲା, ଦେଖ ପୂଜା, ତୁ ଯଦି ଏମିତି ରାଗିବୁ ମୁଁ ଚାଲିଯିବି। ପୂଜା କହିଲା, ଠିକ୍ ଅଛି ବାବା, ମୁଁ ରାଗିବିନି। ସାଗର ପୂଜାକୁ ପଚାରିଲା, ଆଉ କେମିତି ଅଛୁ? ପୂଜା କହିଲା, କେମିତି ଥିବି? ତୁ ଏତେ ଦିନ ପରେ ମୋ ପାଖକୁ ଆସିଲୁ। ଜାଣିଛୁ, ମୁଁ ତୋତେ କେତେ ମନେ ପକାଉଥାଏ। ସେହି ସମୟରେ ଲିଜା ଆସିଲା। ଲିଜା କହିଲା, କ'ଣ ସାଗର, ଆଉ କେମିତି ଅଛୁ? ସାଗର ଲିଜାକୁ କହେ, ଭଲ ଅଛି। ଆଉ ତୁ? ଲିଜା କହେ, ଭଲ। ସାଗର
ପୂଜାକୁ ବେଶୀ ଭଲ ପାଉନଥାଏ। ତାର ମନ ଅନ୍ୟ ଝିଅ ପ୍ରତି ମଧ୍ୟ ଥାଏ। ଲିଜା କହିଲା ଠିକ୍ ଅଛି, ତମେ କଥା ହୁଅ। ଆପଣମାନେ କ'ଣ ଭାବୁଛନ୍ତି? ସାଗର ଓ ପୂଜାର ପ୍ରେମ ଆଗକୁ ବଢ଼ିବ କି ନାହିଁ? କାହାଣୀଟି ପସନ୍ଦ ଆସିଲେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ।